ଆପଣମାନେ ଆସନ ଅଳଙ୍କୃତ କରନ୍ତୁ, କାକରରେ ଛିଡ଼ା ହୁଅନ୍ତୁ ନାହିଁ, କାରଣ ଆପଣମାନଙ୍କ ମନୋରଞ୍ଜନ ପାଇଁ ଏ କାର୍ଯ୍ୟକ୍ରମ ଚାଲିଲା। ଆପଣମାନଙ୍କ ସ୍ନେହ ମମତା ଭିତରେ ଛନ୍ଦି ହେଉଥିବା ଆମେ କୁନି କୁନି ପିଲାମାନେ ଆପଣମାନଙ୍କ ପାଇଁ ଆସନ ରଖିଛନ୍ତି। ଆପଣମାନେ ଆସନ ଅଳଙ୍କୃତ କରନ୍ତୁ, କାରଣ ପ୍ରୋଗ୍ରାମ ଆଗକୁ ଚାଲିବ। ତେଣୁକରି ଆପଣମାନେ 2 ଘଣ୍ଟା 3 ଘଣ୍ଟା ଧରି ତଳେ ଛିଡ଼ା ହେବା କିଛି ଆବଶ୍ୟକତା ନାହିଁ। ଆମର ଟେଣ୍ଟ ଭିତରେ ଚେୟାର ପଡ଼ିଛି, ଆପଣମାନେ ବସି ପଡ଼ନ୍ତୁ ଏବଂ ଉପଭୋଗ କରନ୍ତୁ। ଏ ମାଟି, ଏ ଅଞ୍ଚଳ ଗର୍ବ ଗୌରବ ଇତିହାସ ଯେଉଁଠି କଥା କହେ, ଧଉଳି ପାହାଡ଼ ଯାହାର କିମ୍ବଦନ୍ତୀ ରହିଛି, ଯେଉଁଠି ଅଶୋକ ଚଣ୍ଡାଶୋକରୁ ପରିଣତ ହୋଇଛି ସେହି ବିଦ୍ୟାଳୟ ନାଟ୍ୟଶାଳୀ, ଯେଉଁଠି ସୃଷ୍ଟି ହୁଏ ପଙ୍କରୁ ପଦ୍ମ ପରି ସୃଷ୍ଟି ହୋଇଥିଲେ ପିଲାମାନେ। ଗତ ବର୍ଷ 2024 ପରେ ଆମେ ସୁରଭିରେ ପାଇଥିଲୁ। ତେଣୁ ସେହି କୁନି କୁନି ପିଲାମାନେ ଯାହାଙ୍କର ନୃତ୍ୟ ଆପଣମାନଙ୍କ ସମ୍ମୁଖକୁ ଦେବେ। ମୁଁ କହି ରଖୁଛି, ରାଷ୍ଟ୍ରୀୟ ସଙ୍ଗୀତ ବନ୍ଦେ ମାତରମ୍ 150 ବର୍ଷ ପୂର୍ତ୍ତି ପାଳନ କରାଯାଉଛି ସାରା ଦେଶରେ। ସେହାକୁ ମନେ ରଖିବା ପାଇଁ, ତାକୁ ସମ୍ମାନ ଜଣାଇବା ପାଇଁ 150 ବର୍ଷ ଆମର ରାଷ୍ଟ୍ରୀୟ ସଙ୍ଗୀତ ଗାନ କରାଯିବ। ତେଣୁ ମୁଁ ଆପଣମାନଙ୍କୁ ଅନୁରୋଧ କରିବି, ଆପଣମାନେ ସମସ୍ତେ ଛିଡ଼ା ହୋଇଯିବେ ରାଷ୍ଟ୍ରୀୟ ଗାନ ବାଜିଲା ମାନେ, କାରଣ ଏ 150 ବର୍ଷ ପୂର୍ତ୍ତି ସାରା ଭାରତ ବର୍ଷରେ ପାଳନ କରାଯାଉଛି, ଯାହାକୁ ଆମେ ପାଳନ କରିବା ପାଇଁ ଯାଉଛୁ। ତେଣୁ ଜୋରଦାର କରତାଳି ସ୍ୱାଗତ କରିବା ଆଜିର ଏହି ରାଷ୍ଟ୍ରୀୟ ସଙ୍ଗୀତ ସହିତ ଏକ